ବର୍ତ୍ତମାନ ସମୟରେ ଓଡ଼ିଆ ଫିଲ୍ମ ଜଗତରୁ ଆସିଲା ଏକ ବହୁତ ବଡ଼ ଦୁଃଖଦାୟକ ଖବର। ହଠାତ୍ ଏମିତି ତାଙ୍କ ସହ କ'ଣ ଘଟିଲା? ରାଜଧାନୀର ତାଙ୍କର ବାସଭବନରୁ ଆଜି ପୋଲିସ ତାଙ୍କର ମୃତଦେହକୁ ଉଦ୍ଧାର କରିଛି। ତାଙ୍କର ଅଭିନୟକୁ ସମସ୍ତେ ବେଶ ପସନ୍ଦ କରିଥାନ୍ତି। ଓଡ଼ିଶାର ଘରେ ଘରେ ପରିଚିତ ସେ। ଦର୍ଶକ ବନ୍ଧୁ, ଆପଣମାନେ ତ ସମସ୍ତେ ଓଡ଼ିଆ ଫିଲ୍ମ ଦେଖୁଥିବେ ଏବଂ ଓଡ଼ିଆ ଫିଲ୍ମର ଅଭିନେତ୍ରୀମାନଙ୍କୁ ମଧ୍ୟ ବେଶ ଭଲ ଭାବରେ ଜାଣିଛନ୍ତି। ଆମର ଏ ଦେଶ ହେଉଛି କଳା ସଂସ୍କୃତିର ଦେଶ ଏବଂ ଆମର ଏ ଦେଶରେ କଳାକାରମାନେ ଭରପୁର ରହିଛନ୍ତି ଏବଂ ଏମିତି ଅଚାନକ କଳାକାରମାନଙ୍କର ମୃତ୍ୟୁ ସବୁଠି ଶୋକର ଲହରୀ ଖେଳାଇ ଦେଇଥାଏ। ଆଉ ବର୍ତ୍ତମାନ ସମୟରେ ଏମିତି ଗୋଟିଏ ବଡ଼ ଦୁଃଖଦାୟକ ଖବର ସବୁଠି ପ୍ରଶ୍ନବାଚୀ ସୃଷ୍ଟି କରିଛି। ତାଙ୍କ ସହ ଏମିତି କ'ଣ ଘଟିଲା? ସେ କେମିତି ସବୁ ଅତ୍ୟାଚାର ସହିଛନ୍ତି ଯେଉଁଥିପାଇଁ ଶେଷରେ ଏତେ ବଡ଼ ଡିସିସନ୍ ନେବାକୁ ବାଧ୍ୟ ହୋଇଛନ୍ତି? ତାଙ୍କ ରୁମ୍ରୁ ଆଜି ପୋଲିସ ତାଙ୍କର ମୃତଦେହକୁ ଉଦ୍ଧାର କରିଛି। ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରିଛି ପୋଲିସ ଏବଂ ବର୍ତ୍ତମାନ ସୁଦ୍ଧା ତାଙ୍କର ପୋଷ୍ଟମର୍ଟମ ରିପୋର୍ଟ ମଧ୍ୟ ଆସିନାହିଁ। ଆପଣମାନେ ତ ସମସ୍ତେ ନିଶ୍ଚିତ ଭାବରେ ଫିଲ୍ମ ତଥା ସିରିଏଲରେ ଅଭିନୟ କରିଥିବା ଆପଣମାନଙ୍କର ପ୍ରିୟ ଅଭିନେତ୍ରୀ ସଞ୍ଚିତାଙ୍କୁ ବେଶ ଭଲ ଭାବରେ ଜାଣିଛନ୍ତି। ତାଙ୍କର ଅଭିନୟକୁ ମଧ୍ୟ ଆପଣମାନେ ସମସ୍ତେ ବେଶ ପସନ୍ଦ କରିଥାନ୍ତି। ହେଲେ ସେ ଆଜି ଆଉ ଆମ ଗହଣରେ ନାହାନ୍ତି। କେମିତି ସବୁ ପରିସ୍ଥିତି ଦେଇ ସେ ଗତି କରିଛନ୍ତି, ନିଜ କ୍ୟାରିୟରରେ ଏତେ ବଡ଼ ସଫଳତା ପାଇଲା ପରେ ଶେଷରେ ଏମିତି ଷ୍ଟେପ୍ ନେଇଛନ୍ତି ଯାହା ଯିଏ ବି ଶୁଣିଲେ ବିଶ୍ୱାସ କରିପାରୁନାହାନ୍ତି। ଆଜି ପୋଲିସ ତାଙ୍କର ମୃତଦେହକୁ ଉଦ୍ଧାର କରିଛି ଏବଂ ବର୍ତ୍ତମାନ ସମୟରେ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସବୁକିଛି ଡିଟେଲ୍ସରେ ଜଣାପଡ଼ିଯିବ।